ସୁଭଦ୍ରା ଯୋଜନା ପାଇଁ ଆସିଛି ପଞ୍ଜୀକରଣର ତାରିଖ। ସେପ୍ଟେମ୍ବର 1 ତାରିଖରୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ, ଦାଖଲ ଏବଂ ପଞ୍ଜୀକରଣ କରିବେ। ମୋ ସେବା କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିହେବ ଫର୍ମ। ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେପ୍ଟେମ୍ବର 1 ତାରିଖରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ। ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ସୁଭଦ୍ରା ଯୋଜନାର ଆବେଦନ ଫର୍ମ ପଠାଇ ଦିଆଯାଇଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ପାଇଁ ଆଜିଠାରୁ ଏହି ଫର୍ମ ପୂରଣ ହେବା ସହିତ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ବା ମାଗଣା ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ରରେ ମିଳିବ ଏହି ଫର୍ମ। ଅରିଜିନାଲ ଆଧାର କାର୍ଡ଼ ଦେଖାଇ ମହିଳାମାନେ ଫର୍ମ ନେଇପାରିବେ। 8 ତାରିଖ ପର୍ଯ୍ୟନ୍ତ ସକାଳ 9ଟାରୁ ସନ୍ଧ୍ୟା 5ଟା ଏବଂ 8 ତାରିଖ ପରେ ସକାଳ 8ଟାରୁ ଦିନ 12ଟା ମଧ୍ୟରେ ଆବେଦନକାରୀ ଏସବୁ କେନ୍ଦ୍ରରୁ ଫର୍ମ ଆଣିପାରିବେ ଏବଂ ଫର୍ମ ପୂରଣ କରି ଜନସେବା କେନ୍ଦ୍ର କିମ୍ବା ପ୍ରଶାସନ ତରଫରୁ ପାଇଥିବା କ୍ୟାମ୍ପରେ ଆବେଦନ କରି ଉପସ୍ଥିତ ରହି ଡିଜିଟାଲ ମୋଡ଼ରେ ଆବେଦନ କରିପାରିବେ। ଉପସ୍ଥିତ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଏଥିରେ ସହାୟତା କରିବେ। ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ଏହି ଯୋଜନା ନେଇ କୌଣସି ବିଭ୍ରାନ୍ତିକର ଖବର ଦ୍ୱାରା ପ୍ରଭାବିତ ନ ହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଜରୁରୀ ସୂଚନା ମଧ୍ୟ ଦେଇଛନ୍ତି। ସୁଭଦ୍ରା ଯୋଜନା କିଭଳି ସମସ୍ତ ହିତାଧିକାରୀଙ୍କ ନିକଟରେ ସୁରୁଖୁରୁରେ ପହଞ୍ଚି ପାରିବ ସେ ନେଇ ଆଶା ଦିଦି ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ଏନେଇ ତାଲିମ ମଧ୍ୟ ଦିଆଯାଇଛି। ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି ସମସ୍ତଙ୍କୁ ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ। ସହଜରେ କେମିତି ଆବେଦନ କରିପାରିବେ ସେ ନେଇ ଅଙ୍ଗନବାଡ଼ି କେନ୍ଦ୍ର, ଜନସେବା କେନ୍ଦ୍ରରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରୁ ଫର୍ମ ନେଉଛନ୍ତି ମହିଳାମାନେ ଏବଂ ଗୋଟିଏ ଲମ୍ବା ଅପେକ୍ଷା ରହିଥିଲା ସୁଭଦ୍ରା ଯୋଜନାକୁ ନେଇ। ସୁଭଦ୍ରା ଯୋଜନାକୁ ନେଇ କୌଣସି ପ୍ରକାର ବି ବିଭ୍ରାନ୍ତିକର ସୂଚନା ନ ଦେବା ପାଇଁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଗରୁ ମଧ୍ୟ ସୂଚନା ଦେଇଛନ୍ତି।